ତୁଳସୀ ଦିଦି ଏଇ ସାଙ୍ଗମାନେ ଦେଖିଥିବେ ଆମର ଗଣଧାରଣା ଦିଆହେଇଛି ମାଷ୍ଟର କ୍ୟାଣ୍ଟିନ୍ ଆମର ମୁଖ୍ୟମନ୍ତ୍ରୀ ସମ୍ମୁଖ ବାସଭବନରେ 50% ଏତେ ମାତ୍ରାରେ ଦେଇଛନ୍ତି ଆମ ସିଆର୍ପି ହାତରେ ସିଆର୍ପି ମାନଙ୍କୁ ସାଙ୍ଗ କରି ରଖିଛନ୍ତି ଆଉ କହୁଛନ୍ତି କୁଆଡ଼େ ରାଲି କରିବନି ଆମ କଥା ସରକାର ଶୁଣି ନେବେ। ଧନ୍ୟବାଦ ଭଉଣୀମାନେ, ତମେ ଯୋଉଠି ଅଛ ଶୁଣ। ଯଦି ତମେ ରାଲି ନ କରି ସରକାରଙ୍କ ଦ୍ୱାରା କାର୍ଯ୍ୟ ହାସଲ କରିଦେବ ଧନ୍ୟବାଦ ଭଉଣୀମାନେ। କିନ୍ତୁ ମନେ ରଖ ସିଆର୍ପି ଭଉଣୀମାନେ, ଯଦି ନିଜ ସିଆର୍ପି ମାନଙ୍କ ସାଥ ଦଉନ, ତମ ମୁହଁରେ ଯଦି ଟିକିଏ ବି ଲାଜ ସରମ ଥିବ, କୌଣସି ମତେ ଅନ୍ୟମାନଙ୍କର ସାଥ ଦିଅନି, ଘରେ ରହିଯାଅ। ଯଦି କାର୍ଯ୍ୟ କରୁଥିବ ମୋ କଥା ତୁମକୁ ନିଶ୍ଚିତ ବାଧିବ। ଆଉ ମତେ ତୁମେ ଗାଳି କର ବା ଭଲ କର, ମୁଁ ମିନା ଦିଦି ଆଜି କହୁଛି ଏଇ ସିଆର୍ପି ଭଉଣୀ ମାନଙ୍କୁ ଦେଖି କଣ ଲୋକଙ୍କୁ ବାହାରି ଆସ। ଏଇଠି ଆମେ ଠିକର ପାଇଁ ବସିବା। ଆମ କାମ କିଛି କମ କରୁନି, ଆମ କାମ କିଛି କମ କରୁନି। ଯିଏ ଯୋଉଠି ଅଛ, ଯଦି ଦାବି ପୂରଣ କରିବାର ଉଦ୍ଦେଶ୍ୟ ଅଛି ସିଆର୍ପି ଭଉଣୀ ମାନେ ଆସି ପହଞ୍ଚି ଯାଅ। କିନ୍ତୁ ମୁଁ କହୁଛି ଯେ ଆମର ଦାବି ଆମେ ଆମ ପାଇଁ ଖାଲି କହୁନୁ, ଆମେ 6 କ୍ୟାଡର ପାଇଁ ବି କହୁଛୁ। ଯେହେତୁ ପଞ୍ଚାୟତ ଷ୍ଟାଫ ଆମ ସହିତ ଅଛନ୍ତି, ଥିବେ, ରହୁଥିବେ, କିନ୍ତୁ ମୁଁ କହିବାର ମାନେ ସିଆର୍ପି ସଂଘ ତ ଅଲରେଡି ଅଲଗା ହେଇଯାଇଛି। ଭଉଣୀ ମାନେ ତୁମେ ଯିଏ ଯୋଉଠି ଅଛ ଆସି ସିଆର୍ପି ସଂଘରେ ଯୋଗ ଦିଅ। ଯଦି ଆମର ଦାବି ପୂରଣ ହୁଏ, କଣ ଅଲଗା କ୍ୟାଡରଙ୍କ ଦାବି ପୂରଣ ହବ ନାହିଁ କି? ତାହେଲେ କଣ ଭାବୁଛ ଆମେ ମାନେ କଣ ଖାଲି ଅନ୍ୟମାନଙ୍କ ବିରୁଦ୍ଧରେ ଲଢେଇ କରୁଛୁ? ତୁମେ ମାନେ ଯୋଉ ବାହା ନବ ବୋଲି ଘରେ ରହିଗଲ, ଦେଖ ଭଉଣୀ ମାନେ, ତମ ଭଉଣୀ ମାନେ ଆଜି ଏଇଠି ଆମେ ତମକୁ ଡାକୁଛୁ। ଆଉ ଭଉଣୀ ମାନେ ମୁଁ କହୁଛି ଯେ ଆମେ ଆଜି ଯୋଉ କଷ୍ଟ କରି ଅନଲାଇନ କାମ କରୁଛେ ବା ଯାହା ଯୋଉଟା କରୁଛେ, ଆମେ କାହା ପାଇଁ କରୁଛେ? ଏଇ ଗଭର୍ଣ୍ଣମେଣ୍ଟ ପାଇଁ କରୁଛେ, ଏଇ ବ୍ଲକ ଷ୍ଟାଫ ପାଇଁ କରୁଛେ, ଭୋକ ଉପାସରେ କରୁଛେ। ତେଣୁକରି